ଓಂ ନମ ଶିବାୟ। କଥାରେ ଅଛି ଘର ପୋଡ଼ିବା ଠାରୁ ଆଉ ବିପତ୍ତି ନାହିଁ। ତେଣୁ ଆମର ଗୃହକୁ ଅଗ୍ନି ଦେବତାଙ୍କ ଦାଉରୁ ସୁରକ୍ଷା ଦେବା ନିମନ୍ତେ ଅଗ୍ନି ଦେବତାଙ୍କର ସନ୍ତୋଷ ବିଧାନ ନିମନ୍ତେ ମାଘ ପୂର୍ଣ୍ଣିମା ଦିନ ଅଗ୍ନି ଉତ୍ସବ ପାଳିତ ହୋଇଥାଏ। ତେଣୁ ଏହି ମାଘ ପୂର୍ଣ୍ଣିମାର ଅନ୍ୟ ନାମ ହେଉଛି ଅଗ୍ନି ଉତ୍ସବ ପୂର୍ଣ୍ଣିମା ବା ଅଗିରା ପୂର୍ଣ୍ଣିମା। ଏମିତି ଅନେକ ନାମ ଏହି ମାଘ ପୂର୍ଣ୍ଣିମାର ରହିଛି। ଏ ଭିଡିଓରେ ଆପଣମାନଙ୍କୁ ମୁଁ ଡିଟେଲ୍ସ ଜଣେଇବି। ଲୋକମାନଙ୍କର ଆଉ ଗୋଟିଏ ବଡ଼ ବିଶ୍ୱାସ ରହିଛି ଯେ ଏଥିରେ ପୋଡ଼ା ଯାଇଥିବା ଫଳ ଯଦି ମନୁଷ୍ୟ ଖାଆନ୍ତି ତାହେଲେ ମନୁଷ୍ୟ ଶରୀରରେ କୌଣସି ପ୍ରକାରର ଚର୍ମ ରୋଗ ହୁଏ ନାହିଁ। ଆଉ ମଧ୍ୟ ଗୋଟେ ବିଶ୍ୱାସ ରହିଛି ଏଇ ଯୋଉ ଅଗ୍ନି ବା ଶିଖା ଯେଉଁ ଦିଗକୁ ଢଳିଥାଏ ସେ ଦିଗରେ ଧାନ ଫସଲ ଭଲ ହୋଇଥାଏ। ଏମିତି ସୁନ୍ଦର ସୁନ୍ଦର କଥା ଆପଣଙ୍କୁ এই ଭିଡିଓ ମାଧ୍ୟମରେ ମୁଁ ଜଣେଇବି। ଦୟାକରି ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିବେ। ଭିଡିଓଟିକୁ ଭଲ ଲାଗିଲେ ଗୋଟେ ଲାଇକ୍ କରିବେ। এই ବିଷୟରେ ଅନ୍ୟମାନଙ୍କୁ ସେୟାର କରିକି ଜଣେଇବେ। ଆଉ ଯଦି ପ୍ରଥମ କରି ଚ୍ୟାନେଲକୁ ଦେଖୁଛନ୍ତି ସବସ୍କ୍ରାଇବ କରିବେ। ଆସନ୍ତୁ ଆରମ୍ଭ କରିବା। ନମସ୍କାର, ମୁଁ ଅଭିମନ୍ୟୁ ସ୍ୱାଗତ କରୁଛି ଅଭିମନ୍ୟୁ ଏମ୍ପାୟାର। ଆଗକୁ ପଡୁଛି ମାଘ ମାସର ପୂର୍ଣ୍ଣିମା। ମାଘ ପୂର୍ଣ୍ଣିମାର ଅନେକ ନାମ ରହିଛି। ଗୋଟେ ହଉଛି ମାଘ ପୂର୍ଣ୍ଣିମା, ଅଇଘରା ପୂର୍ଣ୍ଣିମା, ଅଗ୍ନି ଉତ୍ସବ ପୂର୍ଣ୍ଣିମା, ଅଗିଜଳା ପୂର୍ଣ୍ଣିମା, ଅଗିରା ପୂର୍ଣ୍ଣିମା, ଏମିତି ବିଭିନ୍ନ ପ୍ରକାର ନାମ ରହିଛି ଏହି ମାଘ ମାସ ପୂର୍ଣ୍ଣିମାର। ମାଘ ମାସ ପୂର୍ଣ୍ଣିମା ବା ଅଗିରା ପୂର୍ଣ୍ଣିମା ହେଉଛି ଏକ ପାରମ୍ପରିକ ଓଡ଼ିଆ ମାନଙ୍କର ଗଣପର୍ବ। ଏହି ପର୍ବକୁ ଆମ ଓଡ଼ିଶାରେ ପ୍ରାୟ ସମସ୍ତେ ପାଳନ କରିଥାନ୍ତି। ଏହି ଦିନ ଅଗ୍ନି ଦେବତାଙ୍କର ପୂଜା ଉତ୍ସବ ପାଳିତ ହୋଇଥାଏ। ଓଡ଼ିଶା ସମେତ ଭାରତର ଅନେକ ରାଜ୍ୟରେ ଏ ଉତ୍ସବ ଅଲଗା ଅଲଗା ଢଙ୍ଗରେ ପାଳନ କରାଯାଇଥାଏ। ଏଥିରେ ଗାଁ ମୁଣ୍ଡରେ ଏକ ଖୋଲା ଜାଗାରେ ବାଉଁଶରେ ଅଗ୍ନି ସ୍ଥାପନ କରାଯାଇ ସେଥିରେ ନଡ଼ା କୁଟାର ଛପର କରାଯାଇ ଅଗ୍ନି ଦେବତାଙ୍କୁ ସ୍ଥାପନ କରାଯାଇଥାଏ। କମ୍ଭାର ଶାଳର ଶାଣ ଦେହରୁ ଉତ୍ପନ୍ନ ଅଗ୍ନିଶିଖାକୁ ଏକ ସୋଲରେ ସଂଗ୍ରହ କରି ନଡ଼ା ଆଉ କୁଟାରେ ପ୍ରସ୍ତୁତ ଅଟାରେ ସାଇତି ରଖାଯାଇଥାଏ। ଏଥି ନିମନ୍ତେ ଗ୍ରାମର କମାର ପ୍ରଥମେ ତାଙ୍କ ଶାଳକୁ ଲିପାପୋଛା କରି ଗୋବର ଗଙ୍ଗାଜଳ ଛିଞ୍ଚନ କରି ଶାଣଟିକୁ ପବିତ୍ର ହୋଇସାରିବା ପରେ ଶାଣ ଯତ୍ନକୁ ପ୍ରଥମେ ଭୋଗ ଦେଇ ପୂଜା କରିବା ପରେ ଅଗ୍ନି ସଂଗ୍ରହ କରାଯାଇଥାଏ। ସନ୍ଧ୍ୟା ସମୟରେ ଅଗ୍ନି ଉତ୍ସବ କାଳରେ ଗ୍ରାମର ବ୍ରାହ୍ମଣ ପୁରୋହିତ ଅଗ୍ନି ଦେବତାଙ୍କୁ ପୂଜା କରି କମ୍ଭାର ଶାଳରୁ ଅଣାଯାଇଥିବା ବା ପ୍ରସ୍ତୁତ ହୋଇଥିବା ଅଗ୍ନି ଦ୍ୱାରା ଅଗିରାରେ ଅଗ୍ନି ସଂଯୋଗ, ଅଗିରା ବା ବାଉଁଶରେ ଅଗ୍ନି ସଂଯୋଗ କରିଥାନ୍ତି। ଅଗି ଜଳି ଉଠିବା ସହିତ ନାନାଦି ଭୋଗ ଅଗ୍ନିରେ ସମର୍ପଣ କରାଯାଇଥାଏ। ସମସ୍ତ ଶ୍ରଦ୍ଧାଳୁ ବା ଭକ୍ତମାନେ ଖୋଳ କୀର୍ତ୍ତନ କରି ନାମ ସଂକୀର୍ତ୍ତନ କରି ଅଗ୍ନି ଦେବତାଙ୍କର ଚତୁଃପାର୍ଶ୍ୱରେ ପରିକ୍ରମା କରିବା ସହିତ ଅଗ୍ନିରେ ଆଳୁ, ବାଇଗଣ, କନ୍ଦମୂଳ, ମାଟିଆରୁ, ଶାଳୁ ଇତ୍ୟାଦି ଫଳ ନିକ୍ଷେପ କରି ଭୋଗ ଲଗେଇଥାନ୍ତି। ଲୋକମାନଙ୍କର ଏକ ଅତୁଟ ବିଶ୍ୱାସ ରହିଛି ଯେ ଏଥିରେ ପୋଡ଼ା ଯାଇଥିବା ଫଳ ଯଦି ମନୁଷ୍ୟ ଯଦି ଖାଇବେ ଦେହରେ କୌଣସି ପ୍ରକାରର ଚର୍ମ ରୋଗ ହୁଏ ନାହିଁ। ଆଉ ମଧ୍ୟ ଏକ ବିଶ୍ୱାସ ରହିଛି ଏ ଯୋଉ ଅଗ୍ନିର ଶିଖା ବା ନିଆଁ ଯେଉଁ ଦିଗକୁ ଢଳିବ ସେ ଦିଗରେ ଧାନ ଫସଲ ବହୁତ ଭଲ ହେବ। ମାଘ ପୂର୍ଣ୍ଣିମା ବା ଅଗି ଉତ୍ସବ ପୂର୍ଣ୍ଣିମା ବା ଅଗ୍ନି ପୂର୍ଣ୍ଣିମା ହେଉଛି ଏକ କୃଷି ଭିତ୍ତିକ ପର୍ବ। କାରଣ କୃଷି କାର୍ଯ୍ୟ ନିମନ୍ତେ ପ୍ରସ୍ତୁତ କରାଯାଉଥିବା ଲଙ୍ଗଳ, ଲୁହା, ଶାବଳ, କୋଡ଼ି, କୋଦାଳ ଏବଂ ଦା ଇତ୍ୟାଦି କମାର ଶାଳରେ ଅଗ୍ନିଦାହ ମଧ୍ୟରେ ପ୍ରସ୍ତୁତ ହୋଇଥାଏ। ତେଣୁ କମାର ଶାଳର ଅଗ୍ନି କମାରର ହେଉଛନ୍ତି ଇଷ୍ଟ ଦେବତା। ମାଘ ପୂର୍ଣ୍ଣିମା ବା ଅଗି ଉତ୍ସବ ପୂର୍ଣ୍ଣିମାରେ ଅଗ୍ନି ଉତ୍ସବ ପାଳି ଅଗ୍ନି ଦେବତାଙ୍କ ପୂଜା ଅର୍ଚ୍ଚନା ପରେ ଗ୍ରାମର ଲୋକମାନେ ସେମାନଙ୍କ ଘରର ଚାଳ ଛପର କାର୍ଯ୍ୟ କରିଥାନ୍ତି। କଥାରେ ଅଛି ଘର ପୋଡ଼ିବା ଠାରୁ ବଡ଼ ବିପତ୍ତି ନାହିଁ। ତେଣୁ ଗୃହକୁ ଅଗ୍ନି ଦେବତାଙ୍କ ଦାହରୁ ସୁରକ୍ଷା ଦେବା ନିମନ୍ତେ ଅଗ୍ନି ଦେବତାଙ୍କର ସନ୍ତୋଷ ବିଧାନ ପାଇଁ ମାଘ ପୂର୍ଣ୍ଣିମା ଦିନ ଏହି ଅଗ୍ନି ଉତ୍ସବ ପର୍ବ ପାଳିତ ହୋଇଥାଏ। ଚଳିତ ବର୍ଷ ମାଘ ପୂର୍ଣ୍ଣିମା ପଡୁଛି 24 ତାରିଖ ଫେବୃଆରୀ 2024। 24/2/2024 ପଡୁଛି ମାଘ ପୂର୍ଣ୍ଣିମା ବା ଅଗ୍ନି ଉତ୍ସବ ପୂର୍ଣ୍ଣିମା ବା ଅଗିରା ପୂର୍ଣ୍ଣିମା। ସେହିଦିନ ରହୁଛି ଶ୍ରୀମନ୍ଦିରରେ ଗଜ ଉଦ୍ଧାରଣ ଭେଷ ଏବଂ ମାଘ ବ୍ରତର ସମାପନର ଦିନ। ଆଶା କରୁଛି ମାଘ ପୂର୍ଣ୍ଣିମା ବା ଅଗିରା ପୂର୍ଣ୍ଣିମା ସମ୍ବନ୍ଧିତ ଏହି କଥାବସ୍ତୁଟି ଆପଣମାନଙ୍କୁ ନିଶ୍ଚିନ୍ତ ଭଲ ଲାଗିଥିବ। ଯଦି ଆପଣଙ୍କୁ ଏହି ଭିଡିଓଟି ଭଲ ଲାଗିଛି ତାହେଲେ ଗୋଟେ ଲାଇକ୍ କରିବେ, ସେୟାର କରିବେ
ଆପଣଙ୍କର ମୂଲ୍ୟବାନ ମତ କମେଣ୍ଟ ନିଶ୍ଚିନ୍ତ କରିବେ। ଏଇଭଳି ପ୍ରକାରର ଭିଡିଓ ଯଦି ଆପଣ ଆଗକୁ ପାଇବା ପାଇଁ ଚାହୁଁଛନ୍ତି ଚ୍ୟାନେଲକୁ ଗୋଟେ ସବସ୍କ୍ରାଇବ କରିବା ସହିତ ନୋଟିଫିକେସନ ଆଇକନକୁ ଅନ୍ ରଖିକି ଅଲ୍ ରଖିବେ। ଆଜି ପାଇଁ ଭିଡିଓଟି ଏତିକି ରହୁଛି। ନମସ୍କାର, ଜୟ ଜଗନ୍ନାଥ।